ଚାଲନ୍ତୁ ଦେଖିବା ବୋଉ କ'ଣ କରୁଛନ୍ତି ବାଡ଼ିରେ। ଛତୁ ଫୁଟିଛି? କେତେ ଫୁଟିଛି? ଏତେ ଗୁଡ଼େ ଫୁଟିଛି? ବଢ଼ିଆ ହେଇଛି ତ। ପ୍ରିନ୍ସି, ତୁ କ'ଣ ଛତୁ ତଳିବାକୁ ହେଇଛୁ? ସେପଟକୁ ପଡ଼ୁଛି ଖାଲି ଏଇଠି? ସେପଟ ଫୁଟିଥିଲା ତଳିଆନି। ଦେଖନ୍ତୁ କେତେ ସାରା ଛତୁ ଫୁଟୁଛି ସବୁ ଆଜି ବାଡ଼ିରୁ। ବୋଉ ସବୁ ତୋଳିକି ଆଣିଛନ୍ତି, ମୁଁ ସବୁ କାଟି ଦେଉଛି। କାଟିକି ଏବେ ତରକାରୀ କରିବି। ଛତୁଟା କାଟିକି ମୁଁ ଟିକେ ହଳଦୀ ପାଣି କରିକି ରଖିଛି। ଛତୁ କାଟିକି ମୁଁ ଟିକେ ହଳଦୀ ପାଣି କରିକି ରଖିଛି। ହଳଦୀ ପାଣି ପକାଇଦେବି। ଆଜି ବହୁତ ସାରା ଛତୁ ଫୁଟୁଛି। ନହେଲେ ସବୁଦିନ ଗୋଟେ ଦୁଇଟା ଏମିତି ଫୁଟିବ। ବେଶୀ ଫୁଟୁଛି। ସେଦିନ ବି ଫୁଟିଥିଲା 6-7ଟା ଫୁଟିଥିଲା। ଆଜି ଟିକେ ଅଧିକ ଫୁଟିଛି, 10-15ଟା ଖଣ୍ଡ ଫୁଟିଛି। ତ ତାକୁ ଟିକେ ମସଲା ବାଟିକି ଟିକେ ତରକାରୀ କରିବା ସୋରିଷ ମସଲା ଦେଇକି। ମିକି ପ୍ରିନ୍ସ ଆମର ଏଠି ମାଙ୍କଡ଼ ଗୋଡ଼େଇ ଗୋଡ଼େଇ ଥକି ଯାଇଛନ୍ତି, ଆସିକି ଶୋଇଛନ୍ତି। ମାଙ୍କଡ଼ ତାଙ୍କର ବାଡ଼ିରୁ ଆସିକି ସବୁ ଖାଇବାରେ ବ୍ୟସ୍ତ। ଖରା ଏତେ ହେଉଛି, ଦୌଡ଼ି ଦୌଡ଼ି ତାଙ୍କ ଅବସ୍ଥା ଥିଲା। ଶୋଇକି ଖାଲି ଜୀବ ହଲୁଛି ଏଠି। ମିକିରେ ଖାଲି ଚେୟାର ତଳେ ଶୋଇକି କ'ଣ ମିକି ଶୋଇକି ଥକି ଯାଇଛି। ତ ଚାଲନ୍ତୁ ମୁଁ ଏବେ କାଟି କୁଟି ସାରେ ଛତୁ ଆଳୁ, ତାପରେ ମସଲା ବାଟିଦେବି। ମସଲା ବାଟିକି ତରକାରୀ କରିବି। ଦେଖିବା କ'ଣ ହେଉଛି ଆଉ କ'ଣ ହେଉଛି। ଦେଖନ୍ତୁ ଏଇ ଗଛଟାରେ କେତେ କୋଳି ହେଇଛି। ହଁ, ପୁରା ପାଚିଛି। କେତେ ଧନ ପୁରା ତାକୁ ପୁରା ତୋଳି ପକାଉଛି ସବୁ ନେଇକି ଖାଇବ ବୋଲି। ସ୍କୁଲରୁ ଆସିକି ଟ୍ୟୁସନ୍ ଯାଉ ଯାଉ ନଜର ପଡ଼ିଯାଇଛି ଏଠି ଆଉ। ଆଗରୁ ଦେଖିକି ଯାଇଥିଲା, ଏବେ ଆସିକି ତୋଳୁଛି ଆଉ। ମା ଝିଅ ପୁରା ପଳେଇ ଆସିଛି ବୋଲି ତୋଳିବାକୁ। ମଶା ହେଇଯାଉଛନ୍ତି, ପଳେଇଛ। ବଡ଼ ବଡ଼ ନେନ୍ଥା ହେଇଛି। ତଳେ ହେଇ ଦେଖିନି ଏଇଟା ଟିକେ କଷ ହେଇଥିଲା। ଥିବ ଯଦି ମୁଁ ଜାଣିନି। ଥିବ ଯଦି ତୁଇ ତ ସଫା କରିବୁ, କିଏ ସଫା କରିବ? ମୁଁ କ'ଣ ସଫା କରିବି ବୋଲି ତୁ କଷ ଜାଣି ଶୁଣିକି ଲଗେଇବୁ? ଗଳି ପଇଲା। ଏଇଠି ଗୋଟେ ନେଥାଟେ ହେଇଥିଲା। ଅନା ଧନ କ'ଣ ହେଇଛି? କ'ଣ ଆଉ ହେଇଛି? ମାମାଲ ତୋଳ। ହଁ, ଗୋଟେ ହାତ କେତେ ଖାଇବୁ ତୁ? ସେତିକି ଖା। ଦେଖି ତା ଭିତରକୁ ବଢ଼ିଆ ଟିକେ। ଏଇଠି ସେଇଟା ଟେକିନା, ସେଇଟା ଟେକିନା, ଏଇଟା ଟେକି। କଳା ଅଙ୍ଗୁର, ଟିକେ ଟିକେ ଅଙ୍ଗୁର ପୁରା। ଗୋଟେ ଖାଲି କଞ୍ଚା, ଆଉ ସବୁ ପାଚିଲା। ଦେଖ ଏଇଟା ଦେଖ, ଗୋଟେ ଖାଲି କଞ୍ଚା, ଆଉ ସବୁ ପାଚିଲା। ଏଇ ଯେଉଁ ରେଡ୍ ହେଇଛି ବଢ଼ିଆ ଦେଖାଯାଉଛି। ଗଛଟା ସାରା ପୁରା ମେଞ୍ଚେ ହେଇଛି। ଆହୁରି ସିଆଡ଼କୁ ମେଞ୍ଚେ ହେଇଛି। କଞ୍ଚା କେତେ ହେଇଛି। ଏଗୁଡ଼ା ମାଙ୍କଡ଼ ବୋଧେ ଖାଆନ୍ତିନି। ମାଙ୍କଡ଼ ଖାଇଥିଲେ ଆଉ ରୁହନ୍ତାନି। ମାଙ୍କଡ଼ ନହେଲେ ଯେମିତି ଆସୁଛନ୍ତି, ଦେଖୁଛ ନା? ଆଉ ସେପଟକୁ ମେଞ୍ଚେ ହେଇଛି। ଆଉ ଏତେ ଯାଇ ହେବନି, ଏତିକି ଆଉ ଷ୍ଟକ୍ ହେଇଛି। ହଁ, ଆଜି ଗୋଟେ ଦିନରେ ସବୁ ଖାଇଦେବୁ କି? ସେତିକି ଫ୍ରିଜରେ ରଖିଦେବୁ। ହେଇ ଗୁଆ କଳି ସେ ଯଦି ଖାଆନ୍ତି ନା ଖାଆନ୍ତି। ଏଇଟା ବଢ଼ିଆ ଦେଖାଯାଉଛି। ଏଇ କଞ୍ଚାଟା କଷିଥିବ ଖାଇବୁ, ତା ଭିତରଟା ବଢ଼ିଆ ଫାଟିଯିବ, ପୁରା ଲେମ୍ବୁ ପରିକା ହେଇଥିବ। ସେଟା ତ ଛୋଟ ଛୋଟ। ହଁ, ସେଇ କଷିଟା ବି ବଢ଼ିଆ ଲାଗେ। ଏବେ ମଞ୍ଜି ପଳେଇଲା ଗୋଡ଼ ଉପରେ। ସେତିକି ଥାଉ, ପଳେଇଚ। ମଶା କାମୁଡ଼ୁଛନ୍ତି। ମଶା କାମୁଡ଼ିଲେ ଡେଙ୍ଗୁ ହେଇଯିବ, ଜାଣିଛୁ ନା? ପଳେଇଚ। ବଣରେ ଯେଉଁ ଆମେ ହେଲେ ଠିକ୍ ଜାଗା। କେତେ ତୋଳିଲା ନା। ଥାଉ ସେତିକି ଥାଉ, ପଳେଇଚ। ମୁଁ ସେଦିନ ଦେଖିଲି, ଆସିଥିଲି ଯେଉଁ କଦଳୀ ପାରିବାକୁ ବାବା ଆସିଥିଲେ, ମୁଁ ଆସିଥିଲି ଦେଖିଲେ ବେଳକୁ ମେଞ୍ଚେ ହେଇଛି କଞ୍ଚା। ଏଇଗୁଡ଼ା ସବୁ ପାଚିନି, ପାଚିବ ଆହୁରି। ମୋର ଆସିଥିଲି ଗୁଆ କୋଳି ତୋଳିବାକୁ, ଏଠି ମଶା ଅନାନି ପୁରା ମୋତେ ଫୁଟେଇ ଦେଲେଣି ଖାଇକି। କ'ଣ ପାଇଁ କେଜାଣି ମୋତେ ପୁରା କାମୁଡ଼ୁଛନ୍ତି, ତତେ ହିଁ କାମୁଡ଼ୁନାହାନ୍ତି। ଦେଖୁନୁ କୋଳି ସବୁ ତୋଳିକି ନେଇକି ଆସିଛି। ଆଉ ଆମ ଆଡ଼େ ତ ଏଇଟା ଗୁଆ କୋଳି କୁହନ୍ତି। ଆଉ କାହା ଆଡ଼େ ମାନେ ସବୁ ଅନ୍ୟ କେଉଁ ଜାଗାରେ କ'ଣ କୁହନ୍ତି କମେଣ୍ଟରେ କହିବେ। ମଶା କାମୁଡ଼ିକି ପୁରା ଫୁଲେଇ ଦେଲାଣି ମୋତେ।
ତୁ କୋଳି ଖାଇ ବୋଲି ମୁଁ ରକ୍ତଦାନ କରିକି ଆସିଲି ଜାଣିଲୁ ମଶାକୁ ମୋ ରକ୍ତ ନେଇଯାଇଛନ୍ତି ଏଇଟା ବଢ଼ିଆ ଦେଖାଯାଉଛି ଅଧା ପାଚିଛି ଅଧା ଫାଳେ ପାଚିଛି ଫାଳେ କଞ୍ଚା କେମିତି ପାଚିଛି ଏଇଟା ଫାଳେ କଞ୍ଚା ଏପଟେ ଫାଳେ ପାଚିଛି